ସୋ ହେଲୋ ଏଭ୍ରିୱାନ୍ ଆଜିର ଏକ ନୂତନ ଭିଡ଼ିଓରେ ସମସ୍ତଙ୍କୁ ସ୍ୱାଗତ। ତ ଆଜିର ଏଇ ଭିଡ଼ିଓରେ ଆମେ ତମର ସମାନ୍ତର ପ୍ରଗତି ଅର୍ଥାତ୍ ଆର୍ଥମେଟିକ୍ ପ୍ରୋଗ୍ରେସନ କ୍ୱେଶ୍ଚିନ୍ କିଛି ଦେଖିବା ଏବଂ କଣ ସବୁ କନସେପ୍ଟ ୟୁଜ୍ ହେଉଛି ସେଗୁଡ଼ିକ ମଧ୍ୟ ଶିଖିବା। ଓକେ, ତ ଯେଉଁମାନେ ବି ଆମର ଗ୍ରୁପରେ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନ ନିଶ୍ଚିତ ଭାବରେ ଜଏନ୍ ହେଇଯିବ, କାରଣ ସେଠି ତମକୁ ସବୁ ଫର୍ମୁଲା ଏବଂ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେଖିବାକୁ ମିଳିବ। ଓକେ, ସୋ ଦେଖ ସମାନ୍ତର ପ୍ରଗତି ତମର 10th କ୍ଲାସରେ ରହୁଛି, କିନ୍ତୁ ଯେତିକି ତମର ଦରକାର ଆମେ ସେତିକି ହିଁ ପଢ଼ିବା। ଦେଖ ସମାନ୍ତର ପ୍ରଗତି କଣ? ସମାନ୍ତର ପ୍ରଗତି ହେଉଛି ତମର ଗୋଟେ ସିରିଜ, ଯେମିତିକି ମୁଁ ଲେଖିଲି 1 2 3 4 5। ଏଗୁଡିକ କଣ ଗୋଟେ କ୍ରମିକ ସଂଖ୍ୟାର ସିରିଜ ଚାଲିଛି ଏବଂ ତା ଭିତରେ ଦେଖ ଯୋଉ ଅନ୍ତର ଗୁଡିକ ଦେଖ 1 ପରେ 2 ଅନ୍ତର କେତେ 1, 2 ପରେ 3 ଅନ୍ତର କେତେ 1, 3 ପରେ 4 ଅନ୍ତର କେତେ 1। ତ ସମାନ ଅନ୍ତରରେ ସଂଖ୍ୟା ଗୁଡିକ ଯଦି ରହୁଥିବ ତାହେଲେ ସେଇଟା ତମର ସମାନ୍ତର ପ୍ରଗତି ହବ। ମନେକର ମୁଁ ଲେଖିଲି 2, ତାପରେ ଲେଖିଲି 5, ତାପରେ ଲେଖିଲି 8, ତାପରେ ଲେଖିଲି 11, ତାପରେ ଲେଖିଲି 14, ଏମିତି କଣ୍ଟିନ୍ୟୁ ହେଇକି ଚାଲିଛି। ତ ଏଠି ତମ ଯୋଉ ସାଧାରଣ ଅନ୍ତରଟା କେତେ ରହୁଛି? 3 ରହୁଛି ନା, 3 3 ବଢି ଚାଲିଛି। ତ ଏଠି ପ୍ରଥମ ପଦ କିଏ? ପ୍ରଥମ ପଦ ତମର 2 ଅଛି, ପ୍ରଥମ ପଦଟା ହଉଛି a। ସାଧାରଣ ଅନ୍ତର ହଉଛି ତମର ସ୍ମଲ୍ d, ଯୋଉଟା କି ଏଠି ତମର 3 ଅଛି। ବୁଝିହେଲା? ବୁଝିପାରୁଛ? ଏବଂ ଏଠି ତମର ଦ୍ୱିତୀୟ ପଦଟା କିଏ ଅଛି? 5 ଅଛି। ତ ଏମିତି ଲେଖିବ t2 equal to 5। ଏହି ସିରିଜରେ ମୁଁ ଯଦି ପଚାରିବି ଯେ t5 ଟା ତମର କେତେ, ତମେ ଦେଖିଦବ ଯେ ପଞ୍ଚମ ପଦ କିଏ? 1 2 3 4 5, ପଞ୍ଚମ ପଦ ହଉଛି 14। ବୁଝିହେଲା? ତ tn ମାନେ n ତମ ପଦ ଯଦି ମୁଁ ଲେଖିବି ବର୍ତ୍ତମାନ, n ତମ ପଦକୁ ଲେଖିବି t ତଳେ n। ଏହାର ଗୋଟେ ସୂତ୍ର ଅଛି, ହେଲା କଣ ନା a ପ୍ଲସ୍ n ମାଇନସ୍ 1 ଇଣ୍ଟୁ d। a ଜାଣିଛ ପ୍ରଥମ ପଦ, d ହଉଛି ସାଧାରଣ ଅନ୍ତର, ଉପରେ କହିଲି ଏବେ ନୁହେଁ କି? ପ୍ରଥମ ପଦ ହଉଛି a, ସାଧାରଣ ଅନ୍ତର ହଉଛି d। n ହଉଛି କଣ? n ତମ ପଦ। କ୍ୱେଶ୍ଚିନ୍ ରେ ଦେଇଥିବ କେତେ ତମ ପଦ, ମନେକର ସପ୍ତମ ପଦ ଦଉଛି, ତାହେଲେ n ଟା ହଉଛି 7। ବୁଝିହେଲା? ଏତିକି ତ ପୁରା କ୍ଲିୟର ଥିବ। ନେକ୍ସଟ ତମକୁ ଯଦି n ଟି ପଦର ଯୋଗଫଳ ପଚାରି ଦଉଛି, ଏଗୁଡିଆ ସବୁ ଲେଖି ଚାଲ ହେଲା। n ଟି ପଦର ଯୋଗଫଳ ଯଦି ପଚାରୁଛି, ମନେକର ପ୍ରଥମ 3ଟା ପଦ ଗୋଟେ ସିରିଜ ଦେଇକି ପଚାରୁଛି, ତମେ ବାହାର କରିଦେଇ ପାରିବ, କିନ୍ତୁ ଅଧିକ ସଂଖ୍ୟା ପଦ ଦେଲେ ତ ତମେ ବାହାର କରିପାରିବନି, କାରଣ ମନେକର 15ଟା ପଦ ଦଉଛି। ତା ପାଇଁ ସୂତ୍ର କଣ? ଗୋଟେ ସୂତ୍ର ଅଛି ଦେଖ, n/2 a ପ୍ଲସ୍ l। ବୁଝି ହଉଛି? a ହଉଛି ତମର ପ୍ରଥମ ପଦ, l ହଉଛି ତମର ସିରିଜ ର ଶେଷ ପଦ। ବୁଝିହେଲା? କିମ୍ବା ତମେ ଏଟାକୁ ଆଉ ଗୋଟେ ଫର୍ମୁଲା ଲେଖିପାରିବ, ଦେଖ n/2 ତମ ବ୍ରାକେଟ ରହିଲା 2a ପ୍ଲସ୍ n-1 ଇଣ୍ଟୁ d। ଏମିତି ବି ଲେଖିପାରିବ ହେଲା। ଦିଟା ଫର୍ମୁଲା ରହୁଛି, ତମେ ଯୋଉଟା ବି ୟୁଜ କରିପାରିବ। ଓକେ, ତ ବର୍ତ୍ତମାନ ଆଉ କିଛି ଫର୍ମୁଲା ଦେଖିଦବା। ଦେଖ n ତମ ପଦ କହିଦେଲି, n ସଂଖ୍ୟକ ପଦର ସମଷ୍ଟି ବି ଜାଣିଗଲ। ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ଯୋଗଫଳ ସୂତ୍ର ସମସ୍ତେ ଜାଣିଛ, n ଇଣ୍ଟୁ n ପ୍ଲସ୍ 1/2 ହେଲା। ମାନେ 1 ଠାରୁ n ପର୍ଯ୍ୟନ୍ତ ଯୋଗଫଳ। ପ୍ରଥମ n ସଂଖ୍ୟକ ଅଯୁଗ୍ମ ଗଣନ ସଂଖ୍ୟାର ଯୋଗଫଳ କେତେ ହବ? ମାନେ 1 ପ୍ଲସ୍ 3 ପ୍ଲସ୍ 5 ଏମିତି କି n ଯାଏ ଯଦି ଯାଉଛି n ସ୍କୋୟାର। ମନେକର ଦେଖ ମୁଁ ଲେଖିଲି 1 ପ୍ଲସ୍ 3 ପ୍ଲସ୍ 5 ପ୍ଲସ୍ 7, ମାନେ କଣ? ପ୍ରଥମ 4ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ କେତେ ହେଇଯାଉଛି ତମର? କେତେ ହବ? 4 ର ସ୍କୋୟାର ଇକ୍ୱାଲ ଟୁ 16। ବୁଝି ହଉଛି? ନେକ୍ସଟ ଦେଖ, ପ୍ରଥମ n ସଂଖ୍ୟକ ଯୁଗ୍ମ ଗଣନ ସଂଖ୍ୟାର ଯୋଗଫଳ କେତେ ହବ?
ଦେଖ 2 4 6 ଅପ୍ ଟୁ n ଯାଏ ଗଲେ n into n plus 1 ମୁଁ ତମକୁ ପଚାରିବି ଯେ ପ୍ରଥମ 4ଟି ଯୁଗ୍ମ ସଂଖ୍ୟାର ଯୋଗଫଳ କେତେ? ତମେ କ'ଣ କରିବ ନା 4 into 5 କରିଦବ 20 ଆସିବ। ତମେ ମିଶେଇକି ଦେଖିଦଉନ ପ୍ରଥମ 4ଟା କିଏ କିଏ? 2 4 6 8 ମିଶେଇଲେ କେତେ ହଉଛି? ତମର 20 ହଉଛି ହେଲା। ନେକ୍ସଟ ହଉଛି ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ବର୍ଗର ଯୋଗଫଳ। ବର୍ଗର ଯୋଗଫଳ କେତେ ହବ? 1 ସ୍କୋୟାର ପ୍ଲସ୍ 2 ସ୍କୋୟାର ପ୍ଲସ୍ 3 ସ୍କୋୟାର ଏମିତି ହେଇକି ତମର n ସ୍କୋୟାର ଯାଏ ଗଲେ ଏଇଟା କେତେ ହଉଛି? n into n plus 1 into 2n plus 1 by 6। ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ଘନର ଯୋଗଫଳ 1 କ୍ୟୁବ୍ ପ୍ଲସ୍ 2 କ୍ୟୁବ୍ ପ୍ଲସ୍ 3 କ୍ୟୁବ୍ ଏମିତି ହେଇକି ତମର n କ୍ୟୁ ଯାଏ ଯଦି ଯାଉଛ ତମର ହବ n into n plus 1 by 2 ର ସ୍କୋୟାର। ବୁଝିଯାଉଛି? ଏବଂ ଏଇ ଦେଖିବ ଏଇ ଯୋଉ n into n plus 1 by 2 ଏଟା ତମର 1 plus 2 plus 3 plus up to n ର ଯୋଗଫଳ ନୁହେଁ କି? ବୁଝିହେଲା? ଏଇ ଯୋଉ n into n plus 1 by 2 ଟା ତମର ଏଇଗୋଟାକ ନୁହେଁ କି 1 to n ଯାଏ ସଂଖ୍ୟାର ଯୋଗଫଳ, ତ ସେଇଟା ହିଁ ଲେଖାଯାଇଛି। ନେକ୍ସଟ ତମର ସମାନ୍ତର ମଧ୍ୟକଟି ତମର ଏତେ ଆବଶ୍ୟକ ନାହିଁ। ଏଇଟା ହଉଛି କ'ଣ ନା a ଓ b ମଧ୍ୟରେ ଯଦି ତମର n ସଂଖ୍ୟକ ସମାନ୍ତର ମଧ୍ୟକ ସ୍ଥାପନ କରିବାକୁ ଥିଲେ ସାଧାରଣ ଅନ୍ତର ହଉଛି d equal to b minus a by n plus 1। ବୁଝିଯାଉଛି? ପ୍ରଥମ ଯୋଉ ମଧ୍ୟକଟା ରହିବ a plus b minus a by n plus 1। ଦ୍ୱିତୀୟଟା ଯୋଉ ରହିବ ସେଥିରେ କ'ଣ କରିବ ନା 2 ମଲ୍ଟିପ୍ଲାଏ କରିବ। x3 ଯଦି ମୁଁ ଲେଖୁଛି 3 ମଲ୍ଟିପ୍ଲାଏ କରିବି ଏମିତି ହେଲା। ତ ୟା ପରେ ତମର ବେଶୀ କରି ଏତେ କ୍ୱେଶ୍ଚିନ୍ ଆସୁନାହିଁ। ତମେ ଏଇ ଯୋଉ ଏତିକି ଫର୍ମୁଲା ମନେ ରଖ, ଏତିକି ଯାଏ ମନେ ରଖ ହେଲା। ବୁଝିହେଲା ତ? ତ ଦେଖ ସମାନ୍ତର ପ୍ରଗତିର କିଛି କ୍ୱେଶ୍ଚିନ୍ ବର୍ତ୍ତମାନ ଆମେ ଦେଖିବା। ପ୍ରଥମ କ୍ୱେଶ୍ଚିନ୍ଟା ଦେଖ, ତ ମୁଁ ଦେଇଛି 1 2 3 4 1 2 3 4 1 2 ଏହି କ୍ରମରେ 2007ଟି ପଦର ସମଷ୍ଟି କେତେ ହବ? ତ ଦେଖ ଏଇ ଯୋଉ ସିରିଜଟା ତମର ଅଛି 1 2 3 4 ଏଟା ସମାନ୍ତର ପ୍ରଗତିର ସିରିଜ ନୁହେଁ, ମାନେ ଏଟା ପ୍ରଗତିର କ୍ୱେଶ୍ଚିନ୍ ଆମେ କହିପାରିବା ହେଲା। 1 2 3 4 ଏମିତି କ'ଣ ହଉଛି ନା ଦେଖ ପ୍ରତିଟି ଚାରିଟି ଯୋଉ ପଦ କେବଳ ରିପିଟ୍ ହେଇ ଚାଲିଛି ନୁହେଁ କି 1 2 3 4 1 2 3 4 ଏମିତି। ତା ମାନେ ପ୍ରତିଟି 4ଟି ପଦର ସମଷ୍ଟି ତମର କେତେ ହେଇଯାଉଛି 1 plus 2 plus 3 plus 4 କେତେ ହଉଛି 10 ହଉଛି, 10 ହଉଛି ନା। ବୁଝିହେଲା? ତା ମାନେ ଆମେ ଦେଖିଦବା ଯେ ଇଏ ତମର ଟୋଟାଲ କେତେଟା ସେଟ୍ ହେଇପାରିବ, କେତେ ଯୋଡା ହଉଛି। ତ 2007କୁ ଆମେ କ'ଣ କରିବା 4 ଡିଭାଇଡ୍ କରିଦବା। 4 ଡିଭାଇଡ୍ କଲେ 5, ତାପରେ 0, ତାପରେ 1। ତା ମାନେ ଇଏ ତମର ହେଇଯିବ 501 ଯୋଡା ହବ। 501 ଯୋଡା ତମର କ'ଣ ହେଇଯିବ 1 2 3 4। ବୁଝିପାରୁଛ? ଏମିତି କମା ଦିଆ ହେଇକି ଲେଖା ହେଇଥିବ 1 2 3 4। 501 ଥର ଏମିତି ରହିଲା। ଲାଷ୍ଟକୁ ତମର ଥିବ କ'ଣ ନା 1 2 3। କାରଣ ଏଠି କ'ଣ ହେଲା କି ତମର 501 ହବ ଆଉ ତାପରେ 3ଟି ସଂଖ୍ୟା ଆଉ ରହିବ। ସେୟା ହବନି କି? ତା ମାନେ 501 ଥର ଲେଖା ହେଲା 1 2 3 4 ତାପରେ 1 2 3 ଲେଖାଯାଇଛି। ବୁଝିହଉଛି? ତାହେଲେ ଦେଖ ଏଇ ଯୋଉ 501 ଥର 1 2 3 4 ଲେଖା ହେଇଛି ଯୋଗଫଳ କେତେ ହବ? ଗୋଟେ ମାନେ 1 2 3 4 ମିଶିଲେ କେତେ 10 ହଉଛି। ତା ମାନେ କ'ଣ ହବ 501 into 10 ଯୁକ୍ତ ଲାଷ୍ଟକୁ ପୁଣି କ'ଣ ଥିବ 3ଟା ସଂଖ୍ୟା ଆଉ ଲେଖାଯାଇଛି 1 2 3। ତା ମାନେ 1 plus 2 plus 3। ଇଏ ତମର ହେଇଗଲା 5010, ଇଏ ତମର ହେଲା 6। ତ ଆନ୍ସର ହବ 5016। ବୁଝିହେଲା? ତ ଏମିତି ସିରିଜ ଦେଇ କ୍ୱେଶ୍ଚିନ୍ ଦେଲେ ତମେ ଆରାମସେ କରିପାରିବ। ତମର ଆନ୍ସରଟା କେତେ ହଉଛି ଦେଖ, ଏ ହଉଛି ଆନ୍ସର। ନେକ୍ସଟ ଦେଖ 2 ନମ୍ବର କ୍ୱେଶ୍ଚିନ୍ ଦେଲା 2 ଅଙ୍କ ବିଶିଷ୍ଟ ଅଯୁଗ୍ମ ଗଣନ ସଂଖ୍ୟା ମାନଙ୍କର ସମଷ୍ଟି କେତେ ହବ? ତ ଦେଖ ଭଲ କ୍ୱେଶ୍ଚିନ୍ ଗୋଟେ ରହିଛି। 2 ଅଙ୍କ ବିଶିଷ୍ଟ ଅଯୁଗ୍ମ ଗଣନ ସଂଖ୍ୟା।
ଦେଖ ଫାଷ୍ଟ ଆମେ କଣ କରିବା ନା ଅଯୁଗ୍ମ ଗଣନ ସଂଖ୍ୟା 100 ଭିତରେ ତମର 100 ମଧ୍ୟରେ ଥିବା ଅଯୁଗ୍ମ ଗଣନ ସଂଖ୍ୟାର ସମଷ୍ଟି କେତେ ହଉଛି ଦେଖିଦବା। କେତେ ହବ ନା 1 3 5 7 9 ଏମିତି କଣ୍ଟିନ୍ୟୁ ହେଇକି ତମର 99 ଯାଏ ଟୋଟାଲ କେତେଟା ସଂଖ୍ୟା ଇଏ ଦେଖ ଯଦି ମୁଁ ପଚାରିବି ଯେ 1 ରୁ 9 ଯାଏ ତମର କେତେଟା ସଂଖ୍ୟା ହଉଛି ତମେ କଣ କରିବ ନା 9 ପ୍ଲସ୍ 1/2 କଲେ ତମକୁ ମିଳିଯିବ 10/2 ଇକ୍ୱାଲ ଟୁ 5ଟି ଅଯୁଗ୍ମ ସଂଖ୍ୟା ଅଛି। ବୁଝିହେଲା? ତା ମାନେ 1 ଠାରୁ 99 ତମର କେତୋଟି ଅଯୁଗ୍ମ ସଂଖ୍ୟା ହଉଛି ଆମେ କେମିତି ଜାଣିବା ନା 99 ପ୍ଲସ୍ 1/2 100ଟି ଅଯୁଗ୍ମ ସରି କେତେ 50 ହବ ନୁହେଁ 50ଟି ଅଯୁଗ୍ମ ସଂଖ୍ୟା ହବ। କିନ୍ତୁ ସିଏ ଆମକୁ ପଚାରିଛି ଯେ 2 ଅଙ୍କ ବିଶିଷ୍ଟ ଅଯୁଗ୍ମ ସଂଖ୍ୟାର ସମଷ୍ଟି। ବୁଝିପାରୁଛ ମୋ କଥା 2 ଅଙ୍କ ବିଶିଷ୍ଟ ଅଯୁଗ୍ମ ସଂଖ୍ୟା ଗୁଡ଼ିକର ସମଷ୍ଟି କେତେ ହବ ସିଏ ଆମକୁ ପଚାରିଛି। ତା ମାନେ ତମର ଯୋଉ ହଉଛି 50ଟି ଅଯୁଗ୍ମ ସଂଖ୍ୟା ରହୁଛି 1 ରୁ 100 ଭିତରେ ତାର ସମଷ୍ଟି କେତେ ହବ ଏଇ ଯୋଉ 1 ରୁ 99 ଯଦି ମୁଁ ଯିବି ସମଷ୍ଟି ମୋର କେତେ ହେଇଯିବ ଏଇ ପ୍ରଥମ 50ଟି ଅଯୁଗ୍ମ ସଂଖ୍ୟା ନୁହେଁ କି ପ୍ରଥମ 50ଟି ଅଯୁଗ୍ମ ସଂଖ୍ୟା ତାର ସୂତ୍ର ମୁଁ କଣ କହିଥିଲି n ସ୍କୋୟାର ପ୍ରଥମ n ସଂଖ୍ୟକ ଅଯୁଗ୍ମ ସଂଖ୍ୟାର ସମଷ୍ଟି କେତେ n ସ୍କୋୟାର ତା ମାନେ 50ର ସ୍କୋୟାର ହଉଛି 2500 କିନ୍ତୁ ଯେହେତୁ ସିଏ ମତେ 2 ଅଙ୍କ ବିଶିଷ୍ଟ ଅଯୁଗ୍ମ ସଂଖ୍ୟା ଦେଇଛି ମୁଁ ସେଥିରୁ ମାଇନସ କଣ କରିଦେବି ନା 1 ପ୍ଲସ 3 ପ୍ଲସ 5 ପ୍ଲସ 7 ପ୍ଲସ 9 ଏତିକି ମାଇନସ କରିଦେବି ଇଏ ମୋର କଣ ପ୍ରଥମ 5ଟି ଅଯୁଗ୍ମ ସଂଖ୍ୟା ତାହେଲେ ମୁଁ କଣ କରିବି 5 ର ସ୍କୋୟାର ଇକ୍ୱାଲ ଟୁ 25 ତା ମାନେ ମୋର ଆନ୍ସର ମତେ ମିଳିବ 25ରୁ 25 ମାଇନସ କରିଦେଲେ ମିଳିଯିବ ଯୋଉଟା କି ତମର ହବ 2475 ବୁଝିହେଲା ଆନ୍ସର ଦେଖିବା ଦେଖ 2475 ହଉଛି ଆନ୍ସର ତମକୁ କ୍ୱେଶ୍ଚିନରେ କନଫ୍ୟୁଜ କରିବା ପାଇଁ ମାନେ ଅପସନରେ 25 ବି ଦେଇପାରେ ହେଲା ନେକ୍ସଟ ଦେଖ 3 ନମ୍ବର କ୍ୱେଶ୍ଚିନ୍ ତମକୁ ଦେଇଛି ପ୍ରଥମ 20ଟି ପଦର ସମଷ୍ଟି କେତେ 5 ପ୍ଲସ୍ 9 ପ୍ଲସ୍ 13 ପ୍ଲସ୍ 17 କଣ୍ଟିନ୍ୟୁ ହେଇକି ଯାଇଛି ତ ଦେଖ ଏଠି ଆମେ ସୂତ୍ର ୟୁଜ କରିବା n/2 2a ପ୍ଲସ୍ n-1 ଇଣ୍ଟୁ d n ଆମ ପାଖରେ ଅଛି ପ୍ରଥମ 20ଟି ପଦ ମାନେ 20/2 ମୁଁ ଲେଖିଲି ତାପରେ ମୁଁ ଲେଖିବି 2a ଏ ହଉଛି ତମର କଣ ନା ପ୍ରଥମ ପଦ ମାନେ 5 ହଉଛି ତମର ଏଠି ପ୍ରଥମ ପଦ କିଏ ଅଛି କି 5 ଅଛି ନା ତ 5 ର ଡବଲ ଏଠି ଲେଖିଦିଅ 10 ପ୍ଲସ୍ n ହଉଛି 20 ରୁ 1 ଗଲେ ହଉଛି 19 ଏଠି ଯୋଉ ଡିଫରେନ୍ସ ଟା ତମର କେତେ ଅଛି d ହଉଛି ତମର ସାଧାରଣ ଅନ୍ତର ସିରିଜ ଟା ଯଦି ଦେଖିବ ତମର ଅଛି 5 9 13 ମାନେ ସାଧାରଣ ଅନ୍ତରଟା ଏଠି କେତେ 4 4 ରହୁଛି ନୁହେଁ କି 4 ତା ମାନେ ମୁଁ ଏଠି ଲିଖିଦେଲି 4 ଏତିକି ଜାଣି କ୍ଲିୟର 20/2 ହଉଛି 10 ଗୁଣନ 19 କୁ 4 ରେ ଗୁଣିଲେ କେତେ 19 କୁ 4 ଗୁଣିଲେ 76 10 ମିଶିଲେ 86 ତ ଆନ୍ସର ତମକୁ ମିଳିଲା 10 ଗୁଣନ 86 କେତେ ହବ ପିଲାମାନେ ନା 860 ବୁଝିହେଲା ଅପସନ ସି ହଉଛି କରେକ୍ଟ ପୁରା ଇଜି କ୍ୱେଶ୍ଚିନ୍ ଅଛି ଏଇଟା ତ ତମର ଆଉ କିଛି ଡାଉଟ ନଥିବ ଫର୍ମୁଲାଟି ମନେ ରଖ କ୍ୱେଶ୍ଚିନ୍ ଆରାମସେ ହେଇଯିବ ଓକେ 4 ନମ୍ବର କ୍ୱେଶ୍ଚିନ୍ ଦେଇଛି ଯଦି ତମର 1 ସ୍କୋୟାର 2 ସ୍କୋୟାର ପ୍ଲସ୍ 3 ସ୍କୋୟାର ଅପ୍ ଟୁ 10 ସ୍କୋୟାର 11 ସ୍କୋୟାର ପ୍ଲସ୍ 12 ସ୍କୋୟାର ଇକ୍ୱାଲ ଟୁ 650 ତେବେ 5 ପ୍ଲସ୍ 20 ପ୍ଲସ୍ 45 ଅପ୍ ଟୁ ଏଟା ଦେଇଛି ତାପରେ ଏଠି 50 ଅଛି 605 ସରି ଏଟା 500 605 720 ଇକ୍ୱାଲ ଟୁ କେତେ ହବ ତ ଦେଖ ଏଇଟା ମୁଁ ତମକୁ କରିକି ଦେଖଉଛି ତ ଦେଖ ତମର ଯୋଉ 1 ସ୍କୋୟାର ପ୍ଲସ୍ 2 ସ୍କୋୟାର ଅପ୍ ଟୁ ତମର 12 ସ୍କୋୟାର ଏଇଟା ଦେଇଛି ଯେ 650 ହବ 1 ର ସ୍କୋୟାର ଟା ତମର କେତେ କି 1 ନା 2 ର ସ୍କୋୟାର ହଉଛି 4 3 ର ସ୍କୋୟାର ହଉଛି 9
4 ସ୍କୋୟାର ହେଉଛି 4 ସ୍କୋୟାର କେତେ 16। ସେଇଭଳି ଭାବରେ 10ର ସ୍କୋୟାର ଥିବ 10ର ସ୍କୋୟାର କେତେ 100, 11 ସ୍କୋୟାର 121, 12 ସ୍କୋୟାର ହେଉଛି 144। এইটা ଇକ୍ୱାଲ ଟୁ ଅଛି 650। ତ ଦେଖ ଏଇଟା ଯଦି ମୁଁ ଇକ୍ୱେସନ ଆଇ ଦଉଛି, ତମେ ଦେଖିବ ଯେ ଯଦି ମୁଁ ଇକ୍ୱେସନ ଆଇ ରେ 5 ମଲ୍ଟିପ୍ଲାଏ କରୁଛି, ତମେ ଦେଖ 1 ରେ 5 ମଲ୍ଟିପ୍ଲାଏ କଲେ 5, 4 ରେ 5 ମଲ୍ଟିପ୍ଲାଏ କଲେ 20, 9 ରେ 5 ଗୁଣିଲେ 45, ସେମିତି ଲେଖା ହେଇ ଯାଇଛି ହେଲା। 100 ରେ 5 ଗୁଣିଲେ 500, 121 ରେ 5 ଗୁଣିଲେ 605, 144 ରେ 5 ଗୁଣିଲେ 720। ଏଇଟା ମନେକର ଦେଲି ଇକ୍ୱେସନ ଡବଲ ଆଇ। ତା ମାନେ ଇକ୍ୱେସନ ଆଇ ରେ 5 ଗୁଣିଲେ ମତେ ମିଳି ଯାଉଛି ଇକ୍ୱେସନ ଡବଲ ଆଇ। ବୁଝିହେଲା? ଏଇ ଫର୍ମରେ ହିଁ ଅଛି। ତାହେଲେ ଆନ୍ସର ତମର କେତେ ହେଇଯିବ 650 ଗୁଣନ 5। ବୁଝିହେଲା? ତ ବେଳେ ବେଳେ ଏମିତି ଟ୍ରିକି କ୍ୱେଶ୍ଚିନ୍ ବି ଦେଇପାରେ। 5 ଏଇଟା ତମ 65 କୁ 5 ଗୁଣିଲେ କେତେ 325, ଗୋଟେ ଶୂନ ଲଗେଇ ଦିଅ, 3250 ହେଉଛି ଆନ୍ସର। ତ ଏଟା ତମର କୋଉଠି ଅପସନ ସି ହେଉଛି କରେକ୍ଟ। ନେକ୍ସଟ ଦେଖିବା 5 ନମ୍ବର। 5 ନମ୍ବର କ୍ୱେଶ୍ଚିନ୍ ଦେଇଛି 1 - 2 3 - 4 ପ୍ଲସ୍ ଏମିତି କଣ୍ଟିନ୍ୟୁ ହେଇକି ଏସ୍ 51 କେତେ। ଏସ୍ 51 ମାନେ 51ଟି ପଦର ଯୋଗଫଳ ହେଲା। ଯଦି ଏସ୍ ତଳେ କିଛି ଲେଖାଯାଉଛି ମାନେ ସେତିକି ସଂଖ୍ୟକ ପଦର ଯୋଗଫଳ ହେଲା। ତମ ଦେଇଛି 1 - 2 3 - 4 ଅପ୍ ଟୁ ଏସ୍ 51। ଦେଖ এই କ୍ୱେଶ୍ଚିନ୍ ଟା ମୁଁ ତମକୁ କରିକି ଦେଖଉଛି। ତମ ଦେଇଛି 1 - 2 ପ୍ଲସ୍ 3 - 4, ଏମିତି କଣ୍ଟିନ୍ୟୁ ହେଇକି ତମର ଯାଇଛି 51ଟି ପଦ ଯାଇ, ନୁହେଁ କି? ତ ଦେଖ ଗୋଟେ ତା ପୂର୍ବରୁ କଣ ଥିବ 49 - 50 ଥିବ, ନୁହେଁ କି? ତମର ଯୋଉ ଯୁଗ୍ମ ସଂଖ୍ୟାଟା କଣ ନେଗେଟିଭ ରହୁଛି ପ୍ଲସ୍ 51। ଏଇଟା ହଉଛି ତମର, ମୁଁ ସିରିଜ ଟା ଲେଖିଦେଲି, ବୁଝିଯାଉଛି? ମାନେ 1 ରୁ 51 ଯାଏ ଲେଖା ଯାଇଛି, କିନ୍ତୁ ତମର ଯୋଉ ନେଗେଟିଭ ସଂଖ୍ୟା ଗୁଡିକ ସରି ଯୋଉ ଯୁଗ୍ମ ସଂଖ୍ୟା ଗୁଡିକ ସେଇଟା ମାଇନସ ଚିହ୍ନ ତା ପୂର୍ବରୁ ରହିଛି। ଏଠି ଯଦି ମୁଁ ଦେଖୁଛି ପ୍ରତି ଦିଟା ସଂଖ୍ୟାରେ ତମ ଦେଖ 1 - 2 କେତେ -1, 3 - 4 କେତେ -1, ତାପରେ ବି କେତେ -1 ଆସିବ, 49 - 50 କେତେ -1। ଏହିଭଳି ଭାବରେ ଦେଖ ପ୍ରତି ଦୁଇଟି ସଂଖ୍ୟାରେ ଗୋଟେ -1 ଆସୁଛି। ମାନେ ତମର 50 ଯାଏଁ ଯଦି ମୁଁ ଦେଖିବି 50 ଭିତରେ ତମର କେତେଟା -1 ଆସିବ ନା 50/2 = 25ଟି -1 ଆସିଯିବ, ନୁହେଁ କି? ପ୍ଲସ୍ ହେଇକି, ବୁଝିପାରୁଛ? -1 ପ୍ଲସ୍ -1 ପ୍ଲସ୍ -1 ପ୍ଲସ୍ -1 କେତେ ଥର ଇଏ ଆସିବ ନା 25 ଥର ଆସିଯିବ। ତାପରେ ତମର ଗୋଟେ 51 ଅଛି, ବୁଝିହେଲା? ତା ମାନେ ଏଠି ମୁଁ କହିପାରିବି ଯେ -1 ତମର 25 ଥର ଅଛି ମାନେ କଣ -25 ଯୁକ୍ତ ମୁଁ କରିଦେବି 51। ବୁଝିହେଲା? -25 ପ୍ଲସ୍ 51 କେତେ ହବ 26 ହେଇଯିବ। ବୁଝିପାରିଲ? ଦେଖ ପ୍ରତି ଦିଟା ସଂଖ୍ୟାରେ କଣ ଗୋଟେ -1 ଆସୁଛି ନା। 1 - 2 କେତେ -1, 3 - 4 -1, ଏମିତି ହେଇକି ତମର 49 - 50 ଟା କେତେ -1 ଆସିଯିବ। ମାନେ 50 ଭିତରେ ତମର କେତୋଟି -1 ଆସିବ 50/2 = 25ଟି -1 ଆସିବ। ଲାଷ୍ଟକୁ ତମର ଗୋଟେ କଣ +51 ଅଛି। 25 ଥର -1 ମାନେ ହଉଛି -25, ତାପରେ ଗୋଟେ +51 ଥିଲା, ତ ଏଇଟା ତମର ଆନ୍ସର ହଉଛି 26। ବୁଝିହେଲା? ତମର ଏଠି ଅପସନ ଏ ହଉଛି କରେକ୍ଟ। ଓକେ, ନେକ୍ସଟ କ୍ୱେଶ୍ଚିନ୍ ଦେଖ 6 ନମ୍ବର ତ ମୁଁ ଦେଇଛି 1 + 2 + 3 + 2 + 3 + 4 + 3 + 4 + 5 ରେ S39 କେତେ ହବ? ଦେଖ ଏ କ୍ୱେଶ୍ଚିନ୍ ଟା କେମିତି କରିବା ଦେଖ। 1 + 2 + 3, ତାପରେ ଅଛି ତମର 2 + 3 + 4, ତାପରେ ଅଛି ତମର 3 + 4 + 5, ଏମିତି ତମର କଣ୍ଟିନ୍ୟୁ ହେଇକି ଯାଇଛି S39 ପଚାରିଛି, ମାନେ 39ଟି ପଦର ଯୋଗଫଳ। ତ ଦେଖ ଏଠି 1 2 3 ରହିଲା, ତାପରେ 2 3 4 ଅଛି, 3 4 5 ଅଛି। ମାନେ ପ୍ରଥମ 9ଟି ପଦ ଯୋଉ ଅଛି
ତମେ ଯଦି ଦେଖିବ ପ୍ରଥମ ଯୋଉ 6ଟି ପଦ ରହୁଛି ଏଠି ଦେଖ 2 ଆସିଲା, ବୁଝିପାରୁଛ ତ? ଚତୁର୍ଥ ପଦଟା ତମର 2 ଆସିଛି। ତା ମାନେ 39ତମ ପଦ ଯୋଉ ରହିବ, ମୋ କଥାଟି ଭଲ ଭାବରେ ବୁଝ, ଯୋଉ ତମର ରହିବ 37, 38, 39, ଏଇଠି ଦେଖ ତମର ଏଇ ଯୋଉ 37ତମ ପଦଟା ତମର 13 ରହିବନି କି? 13, 14, 15 ରହିବ। ବୁଝିପାରୁଛ ମୋ କଥା? କିମ୍ବା ନହେଲେ ଦେଖ ପ୍ରଥମ 3ଟା ପଦର ଯୋଗଫଳ କେତେ ହଉଛି ଦେଖିଦବା। 1, 2, 3 ମିଶିଲେ କେତେ ହଉଛି? 6 ହଉଛି। 2, 3, 4 ମିଶିଲେ କେତେ ହଉଛି? ତମର 9 ହଉଛି। 3, 4, 5 ମିଶିଲେ 12 ହଉଛି। ତା ମାନେ ଦେଖ 6, 9, 12 ଏଇଟା ଆସିଗଲା ପ୍ରଥମ 9ଟା ପଦର ଯୋଉ ପ୍ରଥମ 9ଟା ପଦ ଯାଏ, ନୁହେଁ କି? ତା ମାନେ ଇଏ ତମର ଟୋଟାଲ କେତେ ଯାଏ ଯିବ? ତମର S39 ପଚାରୁଛି ମାନେ ତମର 39କୁ ମୁଁ ଯଦି 3ରେ ହରୁଛି ମାନେ 13, ପ୍ରତି 3ଟି ସଂଖ୍ୟାର ଯୋଗଫଳରେ ଆମେ ଗୋଟେ ମାନେ ବାହାର କଲେ, ଏଠି 6 ବାହାର କଲେ, 9 ବାହାର କଲେ, 12 ବାହାର କଲେ, ମାନେ ଏଇଭଳି ଭାବରେ ଆମର ଦରକାର କେତେଟା? 13 ଯୋଡା ଦରକାର, ନୁହେଁ କି? 13 ଯୋଡା ଦରକାର। ତମେ ଚିନ୍ତା କର ଯେ 13 ସେଟ୍ ଦରକାର ହେଲା, 13ଟା ସେଟ୍ ଦରକାର ଏଇଭଳି ଭାବରେ 6, 9, 12 ଭଳି ହେଲା। ତାହେଲେ ଏଠି ଯଦି ଦେଖିବ ତମେ ଚିନ୍ତା କରିପାରିବ ଯେ 6 ପ୍ଲସ 9 ପ୍ଲସ 12 ଏହିଭଳି ଭାବରେ ଆମର କଣ ନା 13ଟି ପଦର ଯୋଗଫଳ ଏଠି ଦରକାର। ତାହେଲେ ଆମର ଏଇ ସିରିଜର ଯୋଗଫଳଟା ଆମକୁ ମିଳିଯିବ। ବୁଝିପାରୁଛ? ତା ମାନେ ଏଇଟା ତ ତମର ସମାନ୍ତର ପ୍ରଗତିରେ ଆସିଗଲା। ବୁଝିପାରୁଛ? ଯୋଉଠି କି ତମର ଏଠି ମୁଁ ପକେଇ ପାରିବି ଯୋଉ 13ତମ ପଦଟା ଏଠି କେତେ ହବ କହିଲ? ଏଠି ତମର 13ତମ ପଦଟା କେତେ ହବ? ଦେଖ 3, 3 ଅନ୍ତରରେ ଅଛି। ଦେଖ ଏଠି 3 ଅନ୍ତର ରହିଲା, 3 ଅନ୍ତର ରହିଲା। ତା ମାନେ 6 ପ୍ଲସ n-1 ମାନେ କେତେ? 13 ମାଇନସ 1 ମାନେ 12 ଇଣ୍ଟୁ d ହଉଛି ତମର ଏଠି 3। 12 3 36, 6 42। ତା ମାନେ ଏଇଠି ଲାଷ୍ଟ ପଦଟା ହଉଛି 42। ମାନେ ଶେଷ 3ଟା ପଦର ଯୋଗଫଳ ହଉଛି 42। ବୁଝିହେଲା? ତ ଆମର ଏତିକି ଯୋଗଫଳ ଦରକାର ଆମକୁ, ଯୋଉଟା କି ତମର ସୂତ୍ର କଣ? ସୂତ୍ରଟା ହଉଛି ତମର n/2 a ପ୍ଲସ l କରିଦିଅ। ତାହେଲେ କେତେ ହବ? 13/2 ପ୍ରଥମ ପଦ 6, ଶେଷ ପଦ 42 ମିଶିଲେ ହଉଛି 48। ଇଏ ତମ କଟିଲେ ହଉଛି 24। 24କୁ 13 ଗୁଣିଲେ ତମର କେତେ ହଉଛି? 24 ଦଶା 240, 24 ତିରିକି 72 ମାନେ 312। ବୁଝିହେଲା? ତମର ଅପସନ ବି ହଉଛି କରେକ୍ଟ। ସେଇଟା ବୁଝିପାରିଲ ତ କେମିତି କଲେ? ଯେହେତୁ ସିଏ ତମକୁ S39 ପଚାରିଥିଲା, ଆମେ ଦେଖ ଏଇଠି ଯୋଉ ସିରିଜଟା କରୁଛନ୍ତି 1 + 2 + 3 ଅଛି, ତାପରେ 2 + 3 + 4 ଅଛି, 3 + 4 + 5 ଅଛି, ମାନେ ପ୍ରତି 3ଟି ପଦ ଯୋଗଫଳ ନେଲେ କେତେ ହଉଛି ଦେଖ 6, ତାପରେ 9, ତାପରେ 12। ଏଇଭଳି ଭାବରେ ଆମେ କେତୋଟି ପଦ ତାହେଲେ କାଢିପାରିବା? 13ଟି ପଦ କାଢିପାରିବା। ମାନେ ଲାଷ୍ଟ ଯୋଉ 3ଟା ଟର୍ମ ଥିବ ତାର ଯୋଗଫଳଟା ତମର ଆସିବ 42। ବୁଝିପାରୁଛ ତ? ଏଇଟା ଆମେ କେମିତି କାଢିଲେ? ନା 13ତମ ପଦଟା କାଢିଦେଲେ। କେମିତି? ନା ଦେଖ 6, 9, 12 ଇଏ ତମର 3, 3 ଅନ୍ତରରେ ଥିଲା ଏବଂ n ତମ ପଦର ସୂତ୍ର କଣ? a ପ୍ଲସ n-1 ଇଣ୍ଟୁ d। a ଯଦି ଦେଖିବ ଏଠି ଅଛି ତମର 6, n ହଉଛି ତମର ଏଠି 13, ତ 13 - 1 କେତେ ହେଲା? 12, d ଅଛି ଏଠି 3, ତ 6 ଆଉ 6 ଇଏ ହେଲା 36 ମିଶିକି ହେଲା କେତେ? 42। ତ 6 ରୁ 42 ଯାଏଁ ଯୋଗଫଳ କାଢିବାର ଅଛି। ତ ସୂତ୍ର ଆମର କଣ ହେଲା? ନା n/2 a ପ୍ଲସ l ପକେଇଦବା। n ଟି ପଦର ସମଷ୍ଟିର ସୂତ୍ର। 13ଟା ପଦ ଅଛି ମାନେ କଣ? 13/2 a ଅଛି 6, ଇଏ ଅଛି 42, 6 42 ମିଶିକି 48, 2 କୁ 48 କାଟିଲେ 24, 13କୁ 24 ଗୁଣିଲେ 312। ବୁଝିହେଲା?
7 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପଢ଼। 1 into 2, 2 into 3 ପ୍ଲସ୍ 3 into 4 ଏମିତି ତମର ଯାଇଛି n into n plus 1 ପଦର ଯୋଗଫଳ 112 ହେଲେ n ର ମୂଲ୍ୟ କେତେ ହବ? ତ ଦେଖ ଏଠି ତମର ସମଷ୍ଟିଟା ଦେଇଛି ଯେ 112 ବୋଲି, ଆମେ କାଢିବା ଯେ n ର ମୂଲ୍ୟଟା କେତେ ହବ। ତ ଦେଖ ଏଇଟା ଯେହେତୁ ତମର ସମାନ୍ତର ପ୍ରଗତି ଆମେ ପକେଇକି କାଢିପାରିବା ଯେ ମାନେ ତମର ସମଷ୍ଟିର ସୂତ୍ରଟା କ'ଣ ହବ, କିନ୍ତୁ ତମେ ଏଇଟା ଡାଇରେକ୍ଟ ମନେ ରଖିଦିଅ କାରଣ ତମର ଏତେ ବି ହାର୍ଡ କ୍ୱେଶ୍ଚିନ୍ ଆସିବନି ୟାକୁ ବେସ୍ କରି, ହେଲା। 1 into 2, 2 into 3, 3 into 4 ଏମିତି କି n into n plus 1 ଯଦି ଦଉଛି ତାର ସୂତ୍ର ହଉଛି ତମର n ସଂଖ୍ୟକ ପଦର ସମଷ୍ଟି, ହେଲା। ଏଇଟା ହଉଛି ତମର କ'ଣ, n ସଂଖ୍ୟକ ପଦର ସମଷ୍ଟି। ସୂତ୍ର କ'ଣ, n into n plus 1 into n plus 2 by 3। ତା ମାନେ ଏଠି ଆମକୁ ଦେଇଛି କେତେ, ଏଇ ଯୋଉ n into n plus 1 into n plus 2 by 3 ଟା ଆମର ଅଛି 112। ତା ମାନେ ଆମେ ଗୋଟେ କାମ କରିପାରିବା, n into n plus 1 into n plus 2 equal to 3ଟା ସେପଟେ ଗୁଣା ହେଲେ କ'ଣ ହବ, 336। ବୁଝିହେଲା? ତ ଏଇଟା ଆମେ ଗୋଟେ କାମ କରିବା, ଉତ୍ପାଦକୀକରଣ କରିକି ଆମେ n ର ଭାଲ୍ୟୁଟା କାଢି ଦେଇ ପାରିବା। 3ଟା କ୍ରମିକ ସଂଖ୍ୟାର ଗୁଣଫଳ ଦେଖିବାର ଅଛି। 2ରେ କାଟିଲେ କେତେ ହବ, 168। 2ରେ କାଟିଲେ କେତେ, 84। 2ରେ କାଟିଲେ 42। 2ରେ କାଟିଲେ 21। 3ରେ କାଟିଲେ 7। ତ ଏଇଟା ଦେଖିକି ଜଣା ପଡୁଛି କୋଉ 3ଟା ସଂଖ୍ୟା ହବ। ଗୋଟେ ହେଇଯିବ ତମର, ଦେଖ 3ଟା 2ର ଗୁଣଫଳ, 3ଟା 2ର ଗୁଣଫଳ କେତେ, 8। ଆଉ ଗୋଟେ ହେଇଯିବ ତମର 2 ଗୁଣନ 3 ଗୋଟେ ହେଇଯିବ, ଗୋଟେ ହେଲା ଏଇଟା ହେଲା କେତେ, ଆଉ 7 ତ ଏଇଠି ଅଛି, 8 ଗୁଣନ 7 ଗୁଣନ 6। ବୁଝିହେଲା? ତା ମାନେ n ର ମୂଲ୍ୟ ହଉଛି ଆମର ମିଳିଗଲା 6। ତାପରେ ତ n plus 1 7, n plus 2 8 ହଉଛି, ହେଲା। ତ ଏଠି ଆମର n ର ମୂଲ୍ୟ ହିଁ ପଚାରିଥିଲା, ତାହେଲେ n ର ମୂଲ୍ୟ କେତେ ହବ, ଯଦି ସମଷ୍ଟିଟା 112 ହଉଛି n ର ମୂଲ୍ୟ ହଉଛି 6। ତମର ଏଠି ଆନ୍ସର ହଉଛି ଅପସନ ଏ। ତ ଦେଖ 8 ନମ୍ବର କ୍ୱେଶ୍ଚିନ୍ ଯୋଉ ଦେଇଛି ଏଠି ଉପରେ 1 2 ପ୍ଲସ୍ 2 3 ଏମିତି ଦେଇଥିଲା। ଏଠି ତମର ଅଛି 1 2 3 ପ୍ଲସ୍ 2 3 4 ପ୍ଲସ୍ 3 4 5। ଏହିଭଳି ଭାବରେ n ସଂଖ୍ୟକ ପଦର ସମଷ୍ଟି କେତେ ହବ, ସରି n ସଂଖ୍ୟକ ପଦର ଯୋଗଫଳ ଦେଇଛି 420 ହେଲେ n କେତେ। ଏଠି ଦେଖ ତମର ଏଠି ସୂତ୍ରଟା କ'ଣ ରହୁଛି ନା, n into n plus 1 n plus 2 into n plus 3 ରହିବ by 4। ବୁଝିହେଲା? ଏଇଟା ହଉଛି ତମର ସୂତ୍ର। ଯେତେବେଳେ ତମେ ଏମିତି ଖାତାରେ ଲେଖିଦବ, ହେଲା, 1 2 3 2 3 4 3 4 5 ଏଇଭଳି ଯଦି ତମର ମାନେ ରହୁଛି ଟ୍ରେଣ୍ଡଟା, ତାହେଲେ ସୂତ୍ର ହଉଛି ଏଟା। ବୁଝିହେଲା? ଯଦି ଏମିତି ଦି ଦିଟା ଲେଖା ରହୁଛି ତ ସୂତ୍ର ହଉଛି ଏଇଟା। ଓକେ, ତ ଏଠି ଯୋଉ ଯୋଗଫଳଟା ତମର ଦେଇଛି 420 ଦେଇଛି, ତା ମାନେ ଆମେ ଲେଖିପାରିବା ଯେ n into n plus 1 n plus 2 into n plus 3 by 4 ହଉଛି ତମର କ'ଣ ନା, କେତେ ଦେଇଛି, 420। ତା ମାନେ n into n plus 1 into n plus 2 into n plus 3 କେତେ ହେଇଯିବ, 4ଟା ସେପଟେ ଗୁଣି ଦେଲେ 1680 ହେଇଯିବ। ବୁଝିହେଲା? କେତେ ହବ, 1680। ତ n କେତେ, କେମିତି କାଢିବ, ଫାକ୍ଟରାଇଜ କରିଦିଅ। 4ଟା କ୍ରମିକ ସଂଖ୍ୟାର ଗୁଣଫଳ ମାନେ ଦେଖିବାର ଅଛି। 2ରେ କାଟିଲେ 840, 2ରେ କାଟିଲେ 420, 2ରେ କାଟିଲେ 210, ପୁଣି 2ରେ କାଟିଲେ 105। ତାପରେ କ'ଣ କରିବା, 3ରେ କାଟିଲେ 35, 5ରେ କାଟିଲେ 7। ତ ଦେଖିକି ଜଣା ପଡୁଛି ଗୋଟେ ସଂଖ୍ୟା ହେଇଥିବ ତମର 5, ଗୋଟେ ହେଇଥିବ 7, ହେଲା। ଆଉ ଗୋଟେ ତମର ହେଇଥିବ ତମର 3 2 6 ଗୋଟେ ହେଇଯିବନି, ଏଠି ଦେଖ ଗୋଟେ ହେଇଯିବ 6 ଗୁଣନ 7 ଗୁଣନ 3ଟା 2ର ଗୁଣଫଳ ହଉଛି ତମର 8। ବୁଝିହେଲା? ତା ମାନେ n ର ମୂଲ୍ୟ ହଉଛି 5। ଓକେ, ତ ଏଠି ଆନ୍ସର ହଉଛି ତମର ଅପସନ ସି।
ତ ତମେ ଏଇ ଦିଟା ଫର୍ମୁଲା କପିରେ ଲେଖିଦିଅ ହେଲା। ଏଇଠି ଭଲ ରୂପେ ପୁରା ଲେଖା ଯାଇଛି କୋଉ ପ୍ରକାର ତମର ଟ୍ରେଣ୍ଡଟା ଥିଲେ ତମର କେମିତି ମାନେ ସମଟା କଣ ହଉଛି ହେଲା, ସମଷ୍ଟିଟା କଣ ହଉଛି। ନେକ୍ସଟ ଦେଖ 9 ନମ୍ବର କ୍ୱେଶ୍ଚିନଟା ଦେଖ। ଏଠି ଦେଇଛି 1 ପ୍ଲସ୍ 1 ପ୍ଲସ୍ 2 ବ୍ରାକେଟରେ ରହିଲା, 1 ପ୍ଲସ୍ 2 ପ୍ଲସ୍ 3 ରହିଲା, ପ୍ଲସ୍ 1 ପ୍ଲସ୍ 2 ପ୍ଲସ୍ 3 ପ୍ଲସ୍ 4 ରହିଲା। ଏହିଭଳି ଭାବରେ n ସଂଖ୍ୟକ ପଦର ଯୋଗଫଳ କେତେ? ମାନେ ଏଠି ବୁଝିପାରୁଛ ଲାଷ୍ଟ ଟର୍ମଟା ତମର କଣ ଥିବ? ଲାଷ୍ଟ ଟର୍ମଟା ତମର ଥିବ 1 ପ୍ଲସ୍ 2 ପ୍ଲସ୍ 3 ପ୍ଲସ୍ 4 ଏମିତି ହେଇକି ପୁରା n ଯାଏଁ ଯୋଗଫଳ। କାରଣ ଦେଖ ପ୍ରଥମ ପଦଟା କେବଳ 1 ରହିଲା, ଦ୍ୱିତୀୟ ପଦଟା କଣ ରହିଲା? ପ୍ରଥମ ଦିଟା ସଂଖ୍ୟାର ଯୋଗଫଳ, ତୃତୀୟ ପଦଟା ରହିଲା ପ୍ରଥମ ତିନିଟା ସଂଖ୍ୟାର ଯୋଗଫଳ। ବୁଝିହଉଛି? ଏଠି ଦେଇଛି ଏଇଟା କେତେ ନା 286 ଦେଇଛି, ତାହେଲେ n ର ମୂଲ୍ୟ କେତେ? ଦେଖ ତମର ଏଠି ଯୋଉ ଫର୍ମାଟଟି ତମର ଅଛି 1 ଅଛି, ତାପରେ 1 ପ୍ଲସ୍ 2 ରହିଲା, 1 ପ୍ଲସ୍ 2 ପ୍ଲସ୍ 3 ରହିଲା, ଲାଷ୍ଟ ମାନେ n ତ ପଦଟା କଣ ହବ? 1 ରୁ n ପର୍ଯ୍ୟନ୍ତ ଯୋଗଫଳ। ବୁଝିହଉଛି? ତ ଏଇଭଳି କ୍ଷେତ୍ରରେ ସୂତ୍ରଟା ହଉଛି ତମର ଏଇଟା n into n plus 1 into n plus 2 by 6। ବୁଝିପାରୁଛ ମୋ କଥା? ତ ଏଇଟା କେମିତି ବାହାରୁଛି ଏଇଟା ତମର ଆମେ ନେକ୍ସଟ ଭିଡିଓରେ ଦେଖିବା। ଏଇ ସୂତ୍ରଟି ତମେ ମନେ ରଖିଦିଅ ହେଲା। ଏଇଭଳି କ୍ୱେଶ୍ଚିନର ସୂତ୍ର ହଉଛି ଏଟା। ତମକୁ ଦେଇଛି 286 ଦେଇଥିଲା ନୁହେଁ କି? ତା ମାନେ ଦେଖ n into n plus 1 n plus 2 by 6 এইଟା ତମର ଦେଇଛି 286 ନୁହେଁ କି? ତାହେଲେ ଏଇ ଯୋଉ 6ଟା ଯଦି ମୁଁ ଏପଟେ ଗୁଣିଦେବି କେତେ ହବ? 6 × 36, 6 ରଖିନେଲା 3, 6 × 8 = 48, 3 51, 1716 ହଉଛି ନୁହେଁ କି? ତ ଫାକ୍ଟରାଇଜ କରିଦେଲେ ଆମେ ଜାଣିପାରିବା। ତ ଦେଖ 1716କୁ ମୁଁ ଏଠି କାଟିକି 2ରେ କାଟିଲି, ତାପରେ 2ରେ, ପୁଣି 3ରେ, ତାପରେ 11ରେ କାଟିଦେଲି, 13 ଆସିଲା। ତ ଗୋଟେ ଦେଖ 11 ଗୋଟେ ରହିବ, ଗୋଟେ 13 ରହିବ, ଆଉ ଗୋଟେ ରହିଯିବ ତମର 3 × 2 × 2 ଯୋଉଟା କି ହଉଛି 12। ବୁଝିଗଲା? ତାହେଲେ n ଜାଗାରେ ମୁଁ ଲେଖିଦେବି 11। ବୁଝିଗଲା? n ର ମୂଲ୍ୟ ମୋର କେତେ ଆସିଲା? 11। ତ ଏଇଟା କେମିତି ବାହାରୁଛି ଏଇଟା ତମର 10th କ୍ଲାସରେ ତମେ ପଢିବ ହେଲା। 10th କ୍ଲାସରେ ଜାଣିପାରିବ ଯେ ସमेସନ ଚିହ୍ନ ଦେଇକି ଆମେ କେମିତି କାଢନ୍ତି ହେଲା। ସିଗ୍ମା tn କରିଦେଲେ ବାହାରିଯିବ। ପ୍ରଥମରୁ ଯୋଉ କହିନଥିଲି n ସଂଖ୍ୟକ ପଦର ସମଷ୍ଟି, ବର୍ଗର ସମଷ୍ଟି, ଘନର ସମଷ୍ଟି, ସେଇ ଫର୍ମୁଲା ସବୁ ୟୁଜ କରିକି ହେଇଯିବ ହେଲା। ନେକ୍ସଟ ଭିଡିଓରେ ଆମେ ଦେଖିବା। ତ ଏଠି ତମର 11 ହଉଛି ଆନ୍ସର। ବୁଝିହଉଛି? କାରଣ ଦେଖ ପ୍ରତିଟି କ୍ୱେଶ୍ଚିନରେ ଯେହେତୁ ଏମିତି ଚେଞ୍ଜ ହେଇକି ରହୁଛି, ତମେ କେତୋଟି ମନେ ରଖି ଦେଇପାରିବ? ଏଇ ଫର୍ମାଟରେ ଥିଲେ ଏଇଟା ଡାଇରେକ୍ଟ ମନେ ରଖିଲ ହେଲା। ଯୋଉ ମ୍ୟାକ୍ସିମମ୍ ଯୋଉ ଭଳିଆ ଫର୍ମାଟରେ କ୍ୱେଶ୍ଚିନ ରହେ ଏଇ ତିନିଟା ଦେଖିଦିଅ। ବୁଝିଗଲା? ସୂତ୍ର ତିନିଟା ଲେଖିଦିଅ ଯେ ଏଇ ଫର୍ମାଟରେ ଯଦି ରହୁଛି ମୁଁ ଏଇ ଫର୍ମୁଲାଟି ପକେଇଦେବି। ଓକେ। ସୋ ମୁଁ ଆଶା କରୁଛି ଆଜିର ଭିଡିଓରେ ଆମେ ଯୋଉ ବି ସବୁ କ୍ୱେଶ୍ଚିନ ଆଲୋଚନା କଲେ ତମେ ପ୍ରତ୍ୟେକଟି କ୍ୱେଶ୍ଚିନ ବୁଝିପାରିଥିବ ଏବଂ ତମର କିଛି ଡାଉଟ ନଥିବ। ତ ପ୍ରଗତିର ଯାହା ବି କ୍ୱେଶ୍ଚିନ ଏମିତି ତମର ସିରିଜ ଦେଇକି ଯାହା ସବୁ କ୍ୱେଶ୍ଚିନ ଦଉଛି ତମେ କରିପାରିବ ହେଲା। ମ୍ୟାକ୍ସିମମ୍ ଟାଇପର କ୍ୱେଶ୍ଚିନ ଆଜି ଆମେ ଦେଖିଲେ। ଯଦି କିଛି ଡାଉଟ ଅଛି ତମେ କମେଣ୍ଟ କରିପାରିବ କିମ୍ବା ଟେଲିଗ୍ରାମ ଗ୍ରୁପରେ ସମସ୍ତେ ଜଏନ ହବ ହେଲା। ଏବଂ ଭିଡିଓ ଗୁଡ଼ିକୁ ନିଜର ସାଙ୍ଗସାଥି ମାନଙ୍କ ସହିତ ସେୟାର କରିବ। ଏବଂ ମୁଁ ଆଶା କରୁଛି ତମର ଏଇ ଟପିକରେ ଆଉ କିଛି ଡାଉଟ ନଥିବ। ସୋ ଯୋଉମାନେ ବି ପଠାଣି ସାମନ୍ତ ଏକ୍ଜାମ ଦବାକୁ ଯାଉଛ ସମସ୍ତଙ୍କୁ ବେଷ୍ଟ ଅଫ ଲକ୍। ସୋ ଥ୍ୟାଙ୍କ ୟୁ।